পারিবুনি না বলে কি বিনি লেখুনি এ মাউসী আরে মহান্তি যে পর্যন্ত সিগনেচর ন করিছি হবে এମିତି ମାଡ଼ କାଉଥିବ হ্যাঁ লেখিব କି মহান্তি না বলে কি লেখিবନି লেখিবনি মারবে বাউরি মার আরাম জাতি সাইন করুন পর্যন্ত মাঠ খাই দাও বলে কি বিনি আলো কোন পাই সাইন করবনি কো এটা হচ্ছে ମୋ ବାପାର ସମ୍ପତ୍ତି ତୁମ ନାଁରେ ଲେଖି ଦେଇ ପାରିବିନି এই দেখি পারছু না এই কঞ্চা বাউসর টেঙ্গা মারিবি গোটাଏ তালু কোড়া ହେଇଯିବ ବୁଝିଲୁ ନା সিগনেচর করিবু তু কোন করিবনি তো বপ্পা সিগনেচর করিব বুঝিলু হ্যাঁ সিগনেচর করিবু তাইলে বঞ্চি ଯିବୁ নইলে এমিতি মাড় কাউথিবুল মারি মারি পিঠে চালো উতার দেব জীবন সারা এমিতি মাড় খাউ ନା ମୁଁ କରିବିନି কর সিগনেচর ମୁଁ କରିବିନି মারবে ছাড় পড় তো আরে সাইন কর আরে কোন পাই করি পারবনি ক করি দে মতে ন মারো মতে ন মারো ন লাগিলা জীবন সারা এমিতি মাড় খাউছিবু মতে ন মারো মতে ন মারো শাশু মা মোরো শাশু মা মোরো মু ধরুছি মু তুম বয়র পপন করো শাশু মা মোর মতে ন মারো শাশু মা মোর শাশু মা মোর নারী হত্যা সত্যি সত্য মহাপাপ দয়া করে ছাড়ি দেবে জীবনে নমার নারী লাগে শুনি মোলা ছেড়া বড় ও হচ্ছে এ রামায়ণ রাবণ নুহে কি এ কুরুক্ষেত্র দুর্যোধন নুহে ও কেবল হচ্ছে মোলা জীবন কুরুপতি সামন্তরায় দুর্যোধন করিবনি আরাম জাতি মারবে নারী লাগে পুনি মোলা ছেড়া বড় মোলা কুরুপতি মানি
দুর্যোধন ମୁଁ ଧରୁଛି ତୁମ ପୟର ଶାଶୁ ମା ମୋର ଶାଶୁ ମା ମୋର ମତେ ନ ମାର ଶାଶୁ ମା ମୋର ଶାଶୁ ମା ମୋର ए हरामजादी साइन करनी अब कबे कौन करिबा बे ए हरामजादी साइन करनी कौन करिबा मते मारू मारू मारी देबी हां मडग मडर सिग्नेचर करेबिनी ए साइन करिबनी ଶୁଣିଲ ମାଉସୀ ଶୁଣିଲ ଟି ସିଏ କ'ଣ କହିଲା ମାରୁ ମାରୁ ଜୀବନରୁ ମାରିଦେଲେ ବି ମୁଁ ସିଗ୍ନେଚର କରିବିନି ବୋଲି କହୁଛି ତାହେଲେ କଣ କରିବାକୁ ପଡିବ ମହାନ୍ତି ସିଏ ତ ସିଗ୍ନେଚର କରିବନି हां बे ମାରିଦବା ଇଏ ହାଇ ନା हां बे ଇଏ ତମ ଘରେ ବିଷ ଅଛି କି हां बे होची बे ଅଛି हां बे ଯାଉନ ବିଷ ନେଇକି ଆସିବା ଇଏ ତ ସିଗ୍ନେଚର କରିବନି ହଁ। ହେଲେ ତୁ ତ ସିଗ୍ନେଚର କରିବାକୁ ମନା କରୁଛୁ ବଞ୍ଚିକି କି ଲାଭ ବଞ୍ଚିକି କି ଲାଭ ତତେ ଜୋର ଜବରଦସ୍ତ ବିଷ ପିଇ ମାରିଦବ ମାରିଦେବା। ହଁ हां ନାଇଁ बाबे ନାଇଁ କଣ ତୁ ତ ସିଗ୍ନେଚର କରିବୁନି ନା से भी सब करने की आसो ଆରେ ବୋଜିବ ବଞ୍ଚିକି କି ଲାଭ? ସାଙ୍ଗେ ସାଙ୍ଗେ ବିଷୟଟା ନେଇକି ଆସୁଛି जाओ अरे जल्दी जाओ अरे हरामजादी वर्षा साइन कर दे मु तो छाड़ देबी ଏବେ ବି ସମୟ ଅଛି हां ମାଉସୀ ବିଷ ନ ଆଣିବା ପୂର୍ବରୁ ସିଗ୍ନେଚର କରିଦେ ବଞ୍ଚିଯିବୁ ଲୋ ହଁ ସିଗ୍ନେଚର କରିବୁ ନାହିଁ ନା ମୁଁ କରିବିନି ତାହେଲେ ବିଷ ପାଇଁ ମରିବୁ ହଁ ବିଷ ପାଇଁ ମରିବୁ କି আরে মহান্তি আলো এ পড়া মুই মরিবু মরিবু আরে মহান্তি নে বিষ বললাই বিষ পিয়াই কাকু মারি দেবা ও লক্ষণী চুগুনি খাই ମାଉସୀ আরে মহান্তি ଏଇ ବିଷ ଆଉ କାମ ଦବ ନାହିଁ কাহিকি কাম দবনি ୟାର ଏକ୍ସପାୟାର ଡେଟ୍ ଚାଲିଗଲାଣି আরে মহান্তি ଯୋଉଟାକ ଏକ୍ସପାୟର ଡେଟ୍ ଚାଲିଗଲେ ତାକୁ ହିଁ ବିଷ କୁହାଯାଏ ଓହୋ ତାକୁ ଏଇ ବିଷ କୁହାଯାଏ ହଁ ମହାନ୍ତି ମୁଁ ଏକ୍ସପାୟାର ଡେଟ୍ ଚାଲି ଯାଇଛି ଏ କାମ ଦବନି ବୋଲି ଭାବୁଥିଲି ଆଉ ଇଏ ହେଲେ ତାହେଲେ କାମ ଦବ କାମ ଦବ ଆମେ ଏଇଟା ବିଷ ବୋଲି ଜାଣିବା କେମିତି ଆରେ ତତେ କଣ ଯଦି ବିଷ ହେଇନଥିଲେ ବର୍ଷା ମରିବନି କାହିଁକି ମରିବନି ଗୋଟାଏ କାମ କରିବା ତମେ ଟିକେ ଚେକ୍ କରିନିଅ କଣ ହେଲା ବିଷ କି ନା ଏଇଟା ଜଣା ପଡିଯିବ ହେଲା ନିଅ ମୁଁ अबे कौन करछु बे ନାଇଁ ମୁଁ କେମିତି ଜାଣବା ଏଇଟା ବିଷ ବୋଲି କି ଯଦି ବିଷ ନ ହେଇଥିଲେ ବର୍ଷା ମରିବନି ମାସ ଟିକେ ଚେକ୍ କରିବା ପାଇଁ କହିବା ବିଷ ଆରେ ହେଇଥିଲେ ମହାନ୍ତି ତୁ ଟିକେ ଚେକ୍ କରିଲୁ ମୁଁ ଚେକ୍ କରିବି ଯଦି ବିଷ ହେଇଥିଲେ ମରି ଯିବି ପିଇକି ଦେଖ ମରି ହଉଛି ନା ନାହିଁ ମୁଇଁ ପିଇବି କି ନାଇଁ ମୁଇଁ ପିଇବି ନା ମୁଁ ପିଇବି ଯଦି ବିଷ ହେଇଥିଲେ ମୁଁ ମରିଗଲେ ମୁଁ ଜାଣିବି କିନ୍ତୁ ଆଉ ବିଷ ମୁଁ ବୋଲି କି? ମରିଗଲେ ଆମେ ଜାଣିବୁ ଏଇଟା ବିଷ ଆରେ ତ ଚାଲ ଲାଗିବ ତମର ପୁଅ ପାଇଁ ତମେ ଜୀବନ ଦେଇ ପାରିବନି बे হ্যাঁ নিও টিকে পি দিও চেক করা পাই তো কইছি আরে তো মুন্ড ঠিক আছে না কোন হ্যাঁ বিষ কোন কেবে চেক করা যায় নাই তুমি টিকে করতান্ত আও ফার্স্ট টাইম পাই লোক বি দেখিতান্তে নাই সে গোটে বিষ চেক করছে না হ্যাঁ বলি। হ্যাঁ अबे হ্যাঁ
ବର୍ଷା କୁ ପିଏଇବା ବେ ବର୍ଷାକୁ ପିଏ ହଁ ବେ ହଁ ନିଅ ହ୍ୟାଲୋ ଏଇ ବର୍ଷା ହ୍ୟାଲୋ ଏଇ ବର୍ଷା ତୋ ପାଖରେ ଦୁଇଟି ରାସ୍ତା ଅଛି ଟିକେ ପିଦିଅ ହେଲା ହଁ ବର୍ଷା ଦୁଇଟି ରାସ୍ତା ଅଛି କଣ କହିଲ ଦୁଇଟି ରାସ୍ତା ଅଛି ଦୁଇଟି ରାସ୍ତା ଅଛି। ହଁ ବେ ସେ ଦୁଇଟି ରାସ୍ତାରେ କୁ ଗାଁ ଯାଇ ହବ ଗୋଟେ ଯିବ ସ୍ୱର୍ଗ ଦ୍ୱାରକୁ ହଁ ଆଉ ଗୋଟେ ଯିବ ତା ପ୍ରେମିକା ପାଖକୁ ଏଇ କୁ ରାସ୍ତାରେ ଯିବୁ ହଁ ଯଦି ସ୍ୱର୍ଗଦ୍ୱାର ଯିବାକୁ ଚାହୁଁଛୁ ତାହେଲେ ତୋତେ ଟ୍ରେନରେ ଆସିବାକୁ ପଡ଼ିବ ଆଉ ଯଦି ତୋ ପ୍ରେମିକ ପାଖକୁ ଯିବୁ ତାହେଲେ ଭାଇନା ତାଙ୍କ ଅଟୋରେ ଛାଡ଼ିଦେବେ ଆବେ ଟିକେ ଛାଡ଼ିଦେବ ଆଉ ମୁଁ କାହିଁକି ଛାଡ଼ିବି ନହେଲେ ଯାଇପାରିବନି ଅଟୋରେ ତ ଛାଡ଼ିଦେବ ଏଇ କୋଉଠିକି ଯିବୁ ଲୋ ରାମ ସ୍ୱର୍ଗଦ୍ୱାର ଯଦି ଯିବୁ ତାହେଲେ ଟ୍ରେନ୍ ଧରିବାକୁ ପଡ଼ିବ ତୋତେ ଯଦି ତୋ ପ୍ରେମିକ ପାଖକୁ ଯିବୁ ତାହେଲେ ଅଟୋ ଚଢ଼ିକି ଯିବୁ ଭାଇନା ଛାଡ଼ିଦେବେ କହ କୋଉଟା ତୋର ଚଏସ୍ କହ ହ୍ୟାଲୋ କହ ତୋର କୋଉଟା ଚଏସ୍ କହ ଭିସା ବୋତଲ ନା ଡକୁମେଣ୍ଟସ୍ ହଁ ଡକୁମେଣ୍ଟସ୍ ନା ଭିସା ବୋତଲ ଆରେ କହ ତୋର କୋଉଟା ଚଏସ୍ ଆମର କୋଉଟା ବି ଚଏସ୍ ନାହିଁ କଣ କହିଲୁ ଅଲକ୍ଷଣୀ হ্যাঁ ତୁ ମରିବା ପାଇଁ ରେଡି ଚାଲ ତୁଇ ମାରି ଦେବା ହାରାମ ଜାତିକୁ এই জীবন ସମୟ ନଷ୍ଟ ନ କରି କହ ଖୋଜୁ କଣ? ଏଇ ଦଉନ আরে এই হারাম জাতি মরিয়া পে রেডি যা তো সব বিস্ত भी मार देबी हां मारी देबी मम्मी আরে জীবন डरी गला কোন वर्षा डरी गला मम्मी ডরিলা हाँ আরে সে কোন ডরিবনি हाँ मम्मी अबे छत्रमुच माती ହଁ अबे डरी गला बे ଚେରି ହେଲା अबे वर्षा डरी गला बे ଏ ଡରିବନି କେମିତି ତା ବୋପା ଡରିବ ଇଏ ହଁ ବେ, କହ। ହଁ। ଇଏ মহান্তি हेलो ए वर्षा उठ हेलो उठ साइन करू ना हम କରିବି वेरी हाँ, गुड करिब। मम्मी साइन এই करू ডকুমেন্টটা নে हेलो ने अरे धर धर जल्दी कर साइन ଏ ମାଉସୀ ତମ ଘର ପଡ଼ିଗଲା ଦୁଆ ବାହାରୁଛି ହେ কোন ହେଲା হ্যাঁ ନାଇଁ ସରି जल्दी कर साइन ବାପା ତମେ ମତେ କ୍ଷମା କରିଦେବ কোন কইলু ତମର ଲାଭ ସମ୍ପତ୍ତି ମୋ ଜୀବନରେ ଲେଖିଦେଇଛି হ্যাঁ লেখি দে ମତେ ଭୁଲ ବୁଝିବନି ତମେ ମତେ ଭୁଲ ବୁଝିବନି আরে লেখিদেল সুনা ঝিও পরি লেখি দে মো পুଅ নারে ହଁ, ଏବେ ସୁନା ଝିଅ ନେଇକି ନହେଲେ ପଡ଼ା ମୁଇଁ ଗୋଡ଼ା ମୁଇଁ ସବୁ ସରିଗଲା ଲେଖିଦେଲେ ଯିବା আরে সম্পত্তি পাইলে খুশি লাগিব ହଁ, ଖୁସିରେ ଗୁଅ ଖାଇଦେବ ଗୋଟେ ଦି ଗାମଲା ପରେ ଆଉ ହେଲା হ্যাঁ मम्मी আরে জীবন साइन कर दे मम्मी वर्षा साइन कर दे কোন সাইন করে দেইছি मम्मी अबे छत्रमुच माती କଣ ଆନ୍ତି साइन कर दे बे হ্যাঁ वर्षा साइन कर दे बे କଣ ହେଲା अबे साइन कर दे সাইন করে দেইছি बे मम्मी ଧରିଲ ଆଣି ଆଣି আরে সে খুশিরে পাগল হই যাইছি সম্পত্তি পাই আরে ମାଉସୀ আরে মহান্তি କେତେ ଖୁସି ଲାଗୁଛି ହେ আরে খুশি লাগিবনি হ্যাঁ খুশি লাগিব সম্পত্তি পারা সব আমার নাগেশ্বর প্রধানর অদরু অদ সম্পত্তি সব মো পুଅ নারে হই গলা আরে মতে কোন খুশি লাগিবনি हाँ मम्मी ମତେ ବି ବହୁତ ଖୁସି ଲାଗୁଛି ତମକୁ ବି ଖୁସି ଲାଗୁଛି ଏଇ ଖୁସିରେ ତମ ସହିତ ଡ୍ୟାନ୍ସ କରିବାକୁ କଣ ଚାହୁଁଛି। ହେଲା? ମୋ ସହିତ ତୋର ଡ୍ୟାନ୍ସ ମୋ ସହିତ ଡ୍ୟାନ୍ସ କରିବ ହଁ ଆରେ ମହାନ୍ତି ଚାଲୋ 1 2 3 ଷ୍ଟାର୍ଟ
ମାଉସୀ ଆରେ ମହାନ୍ତି ଏମିତିଆ ଡ୍ୟାନ୍ସ ମୋ ଜୀବନରେ କେବେ କୋଉଠି ଆରେ ଦେଖିନଥିଲି। ଖୁସିରେ ତୁ ତ ଦେଖାଉଛୁ ମହାନ୍ତି ସେମିତି ହେଁ? ଆରେ ତୁ ଯେମିତି ଦେଖେଇଲେ ମୁଁ ସେମିତି ନାଇଁ କରିବି ଯାହା ବି ନାଚିଲ ଭଲ ନାଚିଲ ଭଲ ହେଲା ତ ଫାର୍ଷ୍ଟ ଟାଇମ୍ ଦେଖିଲି ଏମିତିଆ ନାଚ ଫାର୍ଷ୍ଟ ଟାଇମ୍ ଦେଖିଲ ତମେ କେବେ କୋଉଠି କୋଉଠି ନାଚି ନଥିବ ନାଇଁ କି ଆରେ ମହାନ୍ତି ମୁଁ ସେମିତି ଖୁସିରେ କେତେବେଳେ ଡ୍ୟାନ୍ସ କରିଦେବା Yeah. ସବୁବେଳେ ନାହିଁ ତମ ମ୍ୟାରେଜ ଦିନ ତ ମଉସା ସହିତ ନାଚିଥିବ ଆରେ ମହାନ୍ତି କଣ ନାଚିଥିବ ମାଉସୀ ଆରେ ମହାନ୍ତି ବର୍ତ୍ତମାନ ଆମ ଭାଇନା କୋଟି କୋଟି ଟଙ୍କାର ମାଲିକ ଆରେ କୋଟି କୋଟି ଟଙ୍କାର ମାଲିକ ଏବେ ମୋ ପଇସାର ପାହାଡ ଉପରେ ଘର କରିବ ହଁ ପଇସାର ପାହାଡରେ ଘର କରିବା ପଇସା ଉପରେ ଶୋଇବ ହଁ ପଇସା ଉପରେ ଶୋଇବୁ ପଇସା ଉପରେ ଅଗିବ ପଇସା ଉପରେ କିଏ ହଗନ୍ତି ନାଇଁ 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 ସରି ମାଉସୀ ଆରେ ମହାନ୍ତି କାଲି ହିଁ ଏଇ ଛୋଟିଆ ଛୋଟିଆ ସୁନାର ବିକ୍ରି ଏଇ କରିଦେବା। ଛୋଟିଆ ଛୋଟିଆ ସୁନାର ହୁଁ ଏଇଟା କହିଥିଲେ ପରା ତୁ ନେଇଯିବୁ ବୋଲି ତୁ ନେଇଯିବୁ ଏଇଟା ଅଟୋ ଦୁଇଟା ଅଛି ଯେ ତାକୁ କେବେ ବିକ୍ରି କରିବ ତାକୁ ବିକ୍ରି କରିଦେବା ଦେଖିକି ଆଉ କିଏ ସେ ଅଟୋ ଚଲେଇବ ଭଙ୍ଗା ଟ୍ରାକ୍ଟର ଗୋଟେ ଥିଲା ତାକୁ ମନକୁ ଦେଇଦେବା ମନକୁ ଦେଇଦବା ହଁ, ହବ। ମହାନ୍ତି। ଧାନବାନ ସିଏ ନବା ଲୋକ ହଁ। ମଣ୍ଡି ଧାନ ନବା ଲୋକ ସିଏ ନବ ଆଉ ଇଏ ମାଉସୀ ଆରେ ମହାନ୍ତି କଣ କହୁଥିଲି କି ମାଉସୀ ଆରେ କଣ କୁହ ଏବେ କୁହ ତ ବର୍ଷା ତା ବାପାର ଅଧାରୁ ଅଧେ ଧନ ସମ୍ପତ୍ତି ଭାଇନା ନାଁରେ ଲେଖି ହଁ ଲେଖିଦେଲା ସେଇ ଧନ ସମ୍ପତ୍ତିରୁ ମତେ 20% ମିଳିବ କଣ ହେଲା 20%? ତତେ ଆଉ 20% ହଁ। ତୁ ପରା ସେ ବ୍ୟାଙ୍କର ମ୍ୟାନେଜର ହବୁ ହଁ ବେ ହଁ ବ୍ୟାଙ୍କର ମ୍ୟାନେଜର ହଁ ମହାନ୍ତି ବ୍ୟାଙ୍କ ବି ଅଛି କମ୍ପାନୀ ବେ ମାଉସୀ ବ୍ୟାଙ୍କ ନାଇଁ କମ୍ପାନୀର ଭୁଲି ଗଲି ଆଉ କଣ ମାଉସୀ ଖୁସିରେ ସବୁ ଭୁଲି ଗଲେଣି ଆଉ ନାଇଁ ମାଉସୀ ହଁ। ମତେ ସେ କମ୍ପାନୀର ମ୍ୟାନେଜର ପଦ ଦରକାର ଆଉ ଏ ଧନ ସମ୍ପତ୍ତି ବି ଦରକାର ଯଦି ଅଧାରୁ ଅଧେ ଧନ ସମ୍ପତ୍ତି ଭିତରେ ମୋ 20% ଯଦି ନ ଦବ ବର୍ଷାର ବାପାକୁ ସବୁ କଣ ସତ ହେଲା? କହିଦେବି ଏ ବର୍ଷା ତୁ ଚିନ୍ତା କରନାଇଲ ଦୁଇ ଜଣ ମିଶିକି ମାନେ କହିବା କଣ? ହେଲା ଆରେ ତୁ ମୁଇଁ ସାଙ୍ଗରେ ଯିବା କହି ତ ଦେବା ଆଉ ଯଦି ହଉ ବେ, ହଉ। ଆରେ ମହାନ୍ତି ଠିକ ଅଛି ନେଇ ଯିବୁ ମାରିଲ କାହିଁକି ନାଇଁ ଖୁସିରେ ଟିକେ ନେଇ ଭିତର ଭିତର ତତେ 20% ଦରକାର ପରା ମାଉସୀ ହେଲେ ବି ଛାଡିବି ନାହିଁ ମାରିବି ଆରେ ବଡ ଲୋକ କିଏ? ମାନେ ମୁଁ ପରା ତ ମାଉସୀ ଆରେ ମତେ ମାରୁଛୁ ମୁଁ ତ ମୋ ପୁଅ କାହିଁକି ମାରୁଛ ଆରେ ନାଇଁ ନାଇଁ ପୁଅ- ପୁଅ ବୋଲେ ହେଲେ ବି ନିଜ ପୁଅ ନହେଲେ ବି କାହିଁକି ହେଲେ ଇଏ ମାଉସୀ ଆରେ ମହାନ୍ତି ବର୍ତ୍ତମାନ ତ ଧନ ସମ୍ପତ୍ତି ପାଇଗଲୁ ହଁ ମହାନ୍ତି ଆମେ ତିନି ଜଣ ବହୁତ ଖୁସି ଆରେ ବହୁତ ଖୁସି ମାଉସୀ ଆଉ ଗୋଟେ କାମ ଏଇ ପୋଲିସ ପୋଲିସ ଆସିଲେ ନା କଣ ରେ ହଁ ଆସିନାହାନ୍ତି ତ? ନାଇଁ। ଇଏ ମାଉସୀ ଧନ ସମ୍ପତ୍ତି ପାଇଗଲୁ ପାଇଗଲୁ ହଁ ସେଇ କାମଟା ବାକି ରହିଗଲା ଆରେ କଣଟା ବାକି ରହିଲା ବାକି ରହିଥିଲା ବର୍ତ୍ତମାନ ପାଇଗଲୁ ହଁ ସେଇ କାମଟା ମିଳିଗଲା ଆମର ହେଇଗଲା। ଧନ ସମ୍ପତ୍ତି ପାଇଗଲୁ ହଁ ଆଉ ଗୋଟେ କାମ ବାକି ରହିଯାଇଛି ଆରେ କଣଟା ବାକି ରହିଛି ଏଠି ଶୁଣ ପାଖକୁ ଆସ ହଁ? ବର୍ଷା ଯଦି ବଞ୍ଚି ରହିବ ତାହେଲେ ତା ବାପାକୁ ସବୁ ସତ କଥା କହିଦେବ ଯେ ମତେ ମାଡ଼ ମାରିକି ମୋ ଧନ ସମ୍ପତ୍ତିକୁ ଜୀବନ ନାଁରେ ଲେଖେଇ ନେଲେ ବୋଲିକି ଏ କହିବନି ମହାନ୍ତି ଇଏ କାହିଁକି କହିବା ତାକୁ ଏତେ ନିର୍ଯାତନା ଦେଇଛ ହଁ କେତେ ମାଡ଼ ଗାଳି ଦେଇଛ ସିଏ କଣ ତା ବାପାକୁ କହିବନି କହିଦେବ ଗୋଟେ କାମ କରିବା କଣ କରିବା ବର୍ତ୍ତମାନ ଇଏ ଆମ ରାସ୍ତା କଡ଼ର କଣ୍ଟା ହଁ ଏ ରାସ୍ତା କଡ଼ର କଣ୍ଟା ନାଇଁ ଆମକୁ ଯେମିତି ହେଲେ କଣ୍ଟାକୁ ସେବା କରିବାକୁ ପଡ଼ିବ କି ନାଇଁ ପଡିବ ହଁ ତାକୁ ତଣ୍ଟି ଚିପ୍ ମାରିଦେବା କଣ ହେଲା ତାହେଲେ ତାହେଲେ ବର୍ଷା, ତଣ୍ଟି ଚିପି ମାରିଦେବା? ତୋ ବାପାର ସମ୍ପତ୍ତି ସବୁ ଆମ ଭାଇନା ନାଁରେ ଲେଖିଦେଲୁ ତ କାମ ସରିଲା ଆମର ଆଉ ଗୋଟେ କାମ ବାକି ରହିଯାଇছিল ତୁ ବଞ୍ଚି ରହିଲେ ସବୁ ସତ କଥା ତୋ ବାପା ଆଗରେ ଯାଇକି କହିଦେବୁ ତୋ ବାପା ସତ କଥା ଜାଣିଲେ ଆମ ତିନି ଜଣକୁ ଛାଡ଼ିବନି ଛାଡ଼ିବନି ହଁ ତେଣୁ କରି ତୋ ତଣ୍ଟି ଚିପ୍ ମାରିଦେବୁ ନାଇଁ ହଁ ହଁ ତୋ ହଁ ତଣ୍ଟି ଚିପ୍ ମାରିଦେବୁ ମାରିଦେ। ମାରିକି ତୁ ଦେବୁ ତୁ ବଞ୍ଚି ରହିବା ଦରକାର ନାହିଁ ହଁ ଛାଡ଼ିବିନି ମତେ ମାରିଦେ। ନାଇଁ ମାଉସୀ ସାମ୍ନାରେ ଛିଡ଼ା ହେଲେ କି? କଣ ହେଲା ବର୍ଷାକୁ ଛାଡି ମତେ ମାରିଦବ ନା କଣ ନାଇଁ ମଝିରେ କାହିଁକି ଛିଡ଼ା ହେଇଛ ଏବେ ତମେ? ମଣିଷଟା ମରୁ ମରୁ ବଞ୍ଚିଗଲା ନାଇଁ ବର୍ଷା ପରେ ମାରୁଥିଲି ନା
କଣ ହେଲା ତମେ ତ ସାମ୍ନାକୁ ପଳେଇଲ ମୁଁ ସାମ୍ନାରେ ପଳେଇ ଆସିଲି ଭାଇ হ্যাঁ ମୁଁ ସାମ୍ନାରେ ଆସିଲି ହଁ ଭାଇନା ଆସିଗଲେ ବୋଲି ବଞ୍ଚିଗଲ ନହେଲେ अबे ହଁ वर्षा मो हातରୁ ଖସି ଯାଇଛି ବେ ହଁ ବେ ହଁ ବର୍ଷା ହାତରୁ ଖସି ଯାଇଛି ମରିଗଲା ମଣିଷ ଏବେ କଣ କରିବା କଣ କରିବା? ବର୍ଷା ବର୍ଷା ଯଦି ପଳେଇଛି ମାନେ ତା ବାପା ଘରକୁ ଯିବ ହଁ ତା ବାପା ପାଖରେ ଡାଇରେକ୍ଟ ଯିବ ଆଉ ସବୁ ସତ କଥା କହିଦେବ ସବୁ ସତ କଥା ତା ବାପା ଜାଣିଲେ ଆମ 3 ଜଣକୁ ଛାଡ଼ିବନି କାଢ଼ିବନି ଏ ଗୋଟେ କାମ କରିବା ସେ ବର୍ଷା ବେଶୀ ଦୂର ଯାଇନଥିବ ହଁ ବେ ଏଇ ଆଖପାଖରେ ଥିବା ଚାଲ ପଳେଇବା ଆରେ